ମାନେ ସରକାର ଯୋଉଟା କରିଛନ୍ତି ବ୍ୟବସ୍ଥା ଆଜ୍ଞା ହାଲତ କଲେ ଯେ କି ବହୁତ ଇଏ କରିଦବୁ ସରକାର ଆସିବା ଦିନଠାରୁ, କିନ୍ତୁ ବ୍ୟବସ୍ଥା କିଛି ବନେଇଲେନି। ଯାହା ପୁରୁଣା ବ୍ୟବସ୍ଥା ସେଇ ପୁରୁଣା ବ୍ୟବସ୍ଥା। ସରକାର ତା ବଦଳିଲା ସହିତ ଆପଣ ଭାବୁଛନ୍ତି? ତା ସହିତ ଇଏ ରେଜିଷ୍ଟ୍ରେସନ ପ୍ରୋସେସ ଟାକୁ ଆହୁରି ସିଏ ମାନେ କ୍ରିଟିକାଲ କରିଦେଲେ। ତେଣୁ ବହୁ ଲୋକ ରେଜିଷ୍ଟ୍ରେସନ କରିପାରିନାହାନ୍ତି, ପଇସା ଆହୁରି ପ୍ରୋବ୍ଲେମ ରହିଛି। ତେଣୁ ଇଏ ସ୍ୱାଭାବିକ, ଯେ ପ୍ରତିକ୍ରିୟା ହବା ସ୍ୱାଭାବିକ, ହବା ସ୍ୱାଭାବିକ। ଆପଣ ଯୋଉ ଅଭିଯୋଗ ଆସୁଛି ଯେ ଏବେ ବି କଟନୀ ଛଟନୀ ହଉଛି, ଆଗରୁ ବିଜେପି ବି ନିଜେ ରାଜରାସ୍ତାକୁ ଓହ୍ଲାଉଥିଲେ, ତାଙ୍କର ସେ ଚାଷୀ ମାନଙ୍କୁ କଟନୀ ଛଟଣୀ ପାଇଁ କହୁଥିଲେ, କିନ୍ତୁ ଏବେ ଚାଷୀ ମାନେ ଅଭିଯୋଗ କରୁଛନ୍ତି କଟନୀ ଛଟଣୀ ହଉଛି। କଣ କହିବେ ସାର୍? କଣ୍ଟିନ୍ୟୁ ହଉଛି ବା, ମୁଁ କହିଲି କି ଯେତିକି କଣ୍ଟିନ୍ୟୁ ସେ ସରକାର ସମୟରେ ପୂର୍ବ ଇଏ ସରକାର ସମୟ ହଉଥିଲା, ବୁଝିଲା କି ତାଠାରୁ ବେଶୀ କଟିଂ ଛଟନୀ ଏଥିରେ ଚାଲିଛି। କଣ ନା 800 ଟଙ୍କା ଆମେ ଦେଇଦେଲୁ, ତେଣୁ ଇଏ ପୁଣି ମନ୍ତ୍ରୀ କହୁଛନ୍ତି ଯେ ଚାଷୀ ଆଉ ଆଙ୍କ ସଲାହ ସୁତରାରେ କଟିଂ ଚାଲିଛି, ଯୋଉଟା କି ମିଲର ଆଉ ସୋସାଇଟି ଯୋଉ ଭଳିଆ ପରିସ୍ଥିତି ସୃଷ୍ଟି କରୁଛନ୍ତି, ମଜବୁର ହେଇକିରି ଚାଷୀ ଯେମିତି କଟିଂ ଛଟନୀ ପାଇଁ ରାଜି ହେଇଯାଉ। କି ପୁରା ଗୋଟେ ଡିଷ୍ଟ୍ରିକ୍ଟରେ ଡିସାଇଡ କରୁଛନ୍ତି ପୁରା କି କଣ 5 କେଜି କାଟିବୁ, 7 କେଜି କାଟିବୁ, 10 କେଜି କାଟିବୁ, ତାପରେ ପୁଣି ଇଏ ଆଣୁଛନ୍ତି ଭାଇ ଧାନ ଏତିକି ଇଏ ଅଛି, ଫସଲ ଅଛି, ଏତିକି ଇଏ ଅଛି, ତାକୁ ପୁଣି କାଟିବୁ, ବୁଝିଲା କି। ତେଣୁ ଏଇଟା ଯୋଉ ଚାଲିଛି ରେଗୁଲାର ଯୋଉଟା ମାନେ କରପସନ ଯୋଉ ରେଗୁଲାର ଇଏଟା, ସେଇଟା ଗୋଟେ ଡେଭଲପ ହେଇଗଲା ଆଉ କଣ। ତା ସହିତ ରେଜିଷ୍ଟ୍ରେସନ ବି ହଇରାଣ କରିଦବା, ଆଉ ଯୋଉଥିରେ କି ଚାଷୀ ଆହୁରି ହଇରାଣର ସମ୍ମୁଖୀନ ହେବେ, ଯୋଉଟା ନେଇକି ପ୍ରତିକ୍ରିୟା ଦାନା ବାନ୍ଧୁଛି। ଆଉ ନିଶ୍ଚିତ ଭାବରେ ଯଦି ସରକାର ଏଇଟାକୁ ନ ସୁଧାରିବେ, ତାହେଲେ ନିଶ୍ଚିତ ଭାବରେ ଯେ କି ଗୋଟେ ବଡ ଜନ ଆନ୍ଦୋଳନ ମୁଣ୍ଡ ଟେକିବ। ଗତ ବର୍ଷ ଆପଣ ଦେଖିଥିଲେ ଯେ କଟନୀ ଛଟନୀ ନେଇକି ପୁରା ରାଜରାସ୍ତାକୁ ଚାଷୀ ମାନେ ଓହ୍ଲେଇଥିଲେ, କିନ୍ତୁ ଏ ବର୍ଷ ଆଶା କରାଯାଉଥିଲା ଯେ ନାଇଁ କଟନୀ ଛଟନୀ ହବନି, ଏବଂ ଦେଖାଯାଉଛି ମିଲରଙ୍କ ସଳାସୁତୁରାରେ ଚାଷୀ ମାନେ କ୍ଷତିରେ ପଡୁଛନ୍ତି। ଆପଣ କଣ କହିବେ ଯୋଉ ମିଲରଙ୍କୁ ନେଇକି ପ୍ରଶ୍ନ ଉଠୁଛି? କହିଲି ଯେ ଗତ ବର୍ଷ 25 ଦିନ ଅନଶନ କଲା ପରେ, ଯୋଉଥିରେ କି ମନ୍ତ୍ରୀ କହୁଛନ୍ତି, ସ୍ୱୀକାର କରୁଛନ୍ତି ବିଧାନସଭାରେ, ହଁ ସେ ଲକ୍ଷେ ଟଙ୍କା ଲେଖା ନଉଥିଲା, ଯେ କି ତା ଏଜେଣ୍ଟ ନଉଥିଲା ମନ୍ତ୍ରୀର କିଏରେ ମିଲରଙ୍କ ଠାରୁ, ତାକୁ ଆମେ କାଢିଦେଲୁ। ତା ଅର୍ଥ କଣ? କାଢିଦେଲା ଅର୍ଥ କଣ ସେ କରୁଛନ୍ତି? ତାମାନେ ଏଇ ଯୋଉ କଥାଟା ଯୋଉଟା କଟନୀ ଛଟନୀଟା ପ୍ରକ୍ରିୟାଟା ଅର୍ଥରକ ଏତେ ଓହଲା ହେଲା ପରେ ଏଥର ଭାବୁଥିଲେ ରୋକିଯିବ ବୋଲି, ଏଇଟା ଏଭଳି ଭାବରେ ବ୍ୟବସ୍ଥିତ ହେଇଛି। ଆଉ ମିଲର ମାନେ ସଂଗଠନ କରିକି ପହଞ୍ଚିଲେଣି ଆମେ ଆନ୍ଦୋଳନ କରିବୁ ଜିନିଷକୁ ନେଇକିରି। ତେଣୁ ସେମାନେ ତାଙ୍କ ଦବଦବା ଚାହୁଁଛନ୍ତି, ସୋସାଇଟି ତାଙ୍କ ସହିତ ସଲାସତା ରହୁଛନ୍ତି, ଏବଂ ଗଭର୍ଣ୍ଣମେଣ୍ଟ ଅଫିସିଆଲ ଯୋଉ ରହୁଛି ତାଙ୍କର ଯୋଉ କନସର୍ନ ହବା କଥା, ଯଦି ସେଇ କନସର୍ନ ସେମାନେ ହେବେନି, ଫିଲ୍ଡଟାକୁ ଟୋଟାଲି ତଦାରଖ କରିବେନି, ତାହେଲେ ଜିନିଷ ଏଇ ପ୍ରକ୍ରିୟାଟା ହବ। ଏଇ ଯୋଉ ଜିନିଷ ଅଛି ପ୍ରତିକ୍ରିୟା ହଉଛି, ଏଇଟା ହବ ଆଉ। ସାର୍ ବର୍ଷ ବର୍ଷ ଧରିକି ଦେଖାଯାଉଥିଲା ଯେ ଆପଣ ଚାଷୀ ମାନଙ୍କ ସପକ୍ଷରେ ଛିଡା ହଉଥିଲେ, ଆନ୍ଦୋଳନରେ ନେତୃତ୍ୱ ନଉଥିଲେ, ଏବେ ସାର୍ ଆପଣ କଣ କିଛି ଚାଷୀଙ୍କ ପାଇଁ କିଛି? କହିଲି ଗତ ବର୍ଷ 25 ଦିନ ଅନଶନରେ ବସିଲୁ, ରାସ୍ତା ଇଏ କରିକି ଗଲୁ। ଆଉ ଏଥର ତ ନିଶ୍ଚିତ ଭାବରେ ଯଦି ଆମର 1 ତାରିଖ ଷ୍ଟେଟ କମିଟି ବସୁଛି, ବସିଲା ପରେ ସେଟା ନିଷ୍ପତ୍ତି କରିବୁ କିଭଳି ଭାବରେ ଏଇ ଯୋଉ ମଣ୍ଡି କଟନୀ ଛଟନୀ ଠାରୁ ଆରମ୍ଭ କରି ଚାଷୀର ଯାଉଥିବା ଯୋଉ ସମସ୍ୟା, ତାକୁ ନେଇକରି କିଭଳି ଭାବରେ ଗୋଟେ ଜନ ଆନ୍ଦୋଳନକୁ ଆହୁରି ମଜବୁତରେ ଗଢି ତୋଳିବୁ, ସେ ପ୍ରକ୍ରିୟାକୁ ଆହୁରି ଆଗକୁ ବଢେଇବୁ। ରାଜ୍ୟ ସରକାର ସାର୍ କହୁଛନ୍ତି ଆମେ ବୋନସ ଦେଲୁ, ଚାଷୀଙ୍କ ପାଇଁ ବହୁତ କିଛି କରିଛୁ, ଆଉ ଏଇ କଥାକୁ କିନ୍ତୁ ସେ ଅଣଦେଖା କରୁଛନ୍ତି, କଣ କହିବେ? ବହୁତ କିଛି କରିଛନ୍ତି ମାନେ କଣ, ଏପର୍ଯ୍ୟନ୍ତ ଇରିଗେସନଟା ଏପର୍ଯ୍ୟନ୍ତ ଫୁଲଫିଲ ହେଇପାରିଲା ନାହିଁ। ମୁଁ ଗୋଟେ କଥା କହିଥିଲି, ମୁଁ ଭାଇ ଇରିଗେସନ ଗୋଟେ ଉତ୍କର୍ଷ ଓଡିଶାର ଆଧାର, ଖଣି ନାହିଁ, ଶିଳ୍ପ ନାହିଁ, ଖଣି ନାହିଁ, ଇଏ ହଉ କୃଷି ହଉ, ତାହେଲେ କୃଷିରେ 2,22,000 କୋଟି ଟଙ୍କା ଯଦି ଆଦାନୀ ଇନଭେଷ୍ଟ କରୁଛି, ତାହେଲେ ଆଦାନୀ 1,00,000 କୋଟି ଟଙ୍କା ଇନଭେଷ୍ଟ କରୁଛି କି ଜଳସେଚନ ପାଇଁ, 5 ବର୍ଷ ଜଳସେଚନ କଲ ଦବୁ ସରକାର। ସେଠି ମୁଖ୍ୟମନ୍ତ୍ରୀ କହିଲେ ଯେ କି କହିଲେ ଏମିତି କଣ କୋଉଠି ହେଇଛି, ମୁଁ କହିଲି ପଞ୍ଜାବରେ ତେଲେଙ୍ଗାନାରେ ହେଲା ବା। ପଞ୍ଜାବରେ ଇଣ୍ଡିପେଣ୍ଡେନ୍ସ ପରେ ପ୍ରତାପ ସିଂହ କରିକି ଦେଖେଇଲା। ଏଠି କେସିଆର ଆସିଲା ଯେ କି ତେଲେଙ୍ଗାନାରେ ଜଳସେଚନ ନେଇକି ଗଲା। ଦିଟା ଷ୍ଟେଟରେ ହେଲା ପରେ ଆମର ହବନି ବୋଲି କାହିଁକି ଭାବୁଛନ୍ତି କରିକି? ତେଣୁ ଏଇ ଯୋଉ କଥାଟା ଯେତିକି ସିରିୟସଲି ମାନେ ୟାଙ୍କ ସ୍ତରରେ, ସରକାରୀ ସ୍ତରରେ ସିରିୟସଲି ନେବେ, ଆଉ ସରକାରୀ ସ୍ତରରେ ମନ୍ତ୍ରୀ ମାନେ ଯୋଉ ଅଛନ୍ତି, ମୁଖ୍ୟମନ୍ତ୍ରୀ ଅଛନ୍ତି, ସିଏ ବି ଏଟାକୁ ସିରିୟସଲି ନେଇକିରି କରିବା ପାଇଁ ଅଣ୍ଟା ଭିଡୁନାହାନ୍ତି, ତାହେଲେ କେମିତି ଜିନିଷ ହବ?